ए 7 जन एमपी भितर आउ किछि भारतीय जनता पार्टी रे जोग देवार संभावना रही? ମୁଁ ତ ଭାବୁଛି ଆଉ ଜଣେ ଦି ଜଣ ଯୋଗ ଦେବେ। କାହିଁକି ଦେଖନ୍ତୁ ଏ ପରା କ୍ଷମତା ଆଧାରିତ ବ୍ୟବସ୍ଥାରେ ଯୋଉମାନେ ଆସିଥିଲେ ତାଙ୍କର ଦଳର ନୀତି ଆଦର୍ଶ ସହିତ କୌଣସି ସମ୍ପର୍କ ନାହିଁ। ତାର ବର୍ତ୍ତମାନ ଯେମିତି ଆପଣ କହିଲେ ବିଜୁ ଜନତା ଦଳର ନୀତି ଆଉ ଆଦର୍ଶଟାକୁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ କରିପାରି ନାହିଁ। ତ ରବି ଦାସ ମୋ ସହିତ ସାମିଲ ହେଉଛନ୍ତି ଓଡ଼ିଶାର ଜଣାଶୁଣା ସାମ୍ବାଦିକ ଆଉ ବୁଦ୍ଧିଜୀବୀ ଶ୍ରୀତ ଦାସ। ସୁଜିତ କୁମାର ମମତା ମହନ୍ତଙ୍କ ପରେ ଭାରତୀୟ ଜନତା ପାର୍ଟିରେ ଯୋଗଦେବା, ବିଜୁ ଜନତା ଦଳ ରିଜାଇନ୍ କରିବା ଏବଂ ଯାହା ଜଣାପଡ଼ୁଛି ଯେ ପୁଣି ରାଜ୍ୟସଭାକୁ ଯିବେ, ତ ଇଏ କ'ଣ ବାର୍ତ୍ତା ଦେଉଛି? ଦେଖନ୍ତୁ ମମତା ମହାନ୍ତଙ୍କ ଘଟଣା ପରେ ସେତେବେଳେ ମଧ୍ୟ ମୁଁ କହିଥିଲି ଯେ ଆଉ କିଛି ସଦସ୍ୟ ବନ୍ଧୁ ଯିବା ନିଶ୍ଚିନ୍ତ। ମୁଁ ଯେତେବେଳେ ମମତା ମହାନ୍ତଙ୍କୁ ବିଜେପି ଜଏନ୍ କରିବା, ବିଜେପି ତାଙ୍କୁ ରିନମିନେଟ୍ କରିବା, ଏଇଟା ପରିଷ୍କାର କଥା। ମୁଁ କହିଥିଲି ଗୋଟେ ଥୋପ ଭଳି କାମ କରିବ ଅନ୍ୟ ବିଜେଡି ସଦସ୍ୟଙ୍କ ଉପରେ ଏବଂ ତାହା ହିଁ ହେଲା। କାରଣ ଅନ୍ୟମାନେ ଯିବେ, କାରଣ ଯେଉଁମାନେ ବିଜେଡିରୁ କୋଉମାନେ ଯାଉଛନ୍ତି ଆପଣ ଲକ୍ଷ୍ୟ କରନ୍ତୁ, ଏମାନେ ବିଜେଡିର ମୂଳ ନୀତି ଆଦର୍ଶ ସହିତ ଜଡ଼ିତ ହୋଇ ତୃଣ ସ୍ତରରେ କାମ କରିକି ଆସୁଥିବା ନେତା ନୁହନ୍ତି। ତାଙ୍କୁ ତତ୍କାଳୀନ ଦଳ ଯେଉଁମାନେ ଦାୟିତ୍ୱରେ ଥିଲେ ବା ଅଛନ୍ତି ସେମାନେ ତାଙ୍କର ସୁବିଧା ଦୃଷ୍ଟିରୁ ତାଙ୍କର ବ୍ୟକ୍ତିଗତ ସୁବିଧା ପାଇଁ ହେଇପାରେ ସେମାନଙ୍କୁ ରାଜ୍ୟସଭାକୁ ନମିନେଟ୍ କରିଥିଲେ। ତାଙ୍କର ଦଳ ପ୍ରତି କୌଣସି ଆନୁଗତ୍ୟ ନାହିଁ। ଦଳ ଯେହେତୁ ବିଜେଡି ଗୋଟେ କ୍ଷମତା ଆଧାରିତ ଦଳ, ବିଜେଡି କ୍ଷମତାରେ ଥିଲା, ତେଣୁ ସେମାନେ ତା ସହିତ ଯୋଡ଼ି ହେଇଥିଲେ ଏବଂ ବର୍ତ୍ତମାନ ବିଜେଡି କ୍ଷମତାରେ ନାହିଁ, ନା ରାଜ୍ୟରେ କ୍ଷମତା ନାହିଁ, ଦିଲ୍ଲୀରେ ତ କ୍ଷମତାରେ ନାହିଁ। ତେଣୁ ଭାବୁଛି ସେମାନେ ଭାବୁଛନ୍ତି ଯେ ଆଜ ଦଳ ସାଙ୍ଗରେ ତାଙ୍କର ଭବିଷ୍ୟତ କ'ଣ। ସିଏ ଦଳର ଏଭଳି ନେତା ନୁହନ୍ତି ଦଳରେ ତାଙ୍କ କୌଣସି ତୃଣ ସ୍ତରରେ ତାଙ୍କର କୌଣସି ସ୍ଥିତି ଅଛି, ସେ ଦଳରେ ତାଙ୍କର କୌଣସି ଭବିଷ୍ୟତ ନାହିଁ। ତେଣୁ ବିଜେପି କି ସେମାନେ ଯିବାକୁ ଆଗ୍ରହୀ। ଆଉ ବିଜେପି ମାନେ ପ୍ରଲୋଭନ ବଶବର୍ତ୍ତୀ ଯାଉଛନ୍ତି ନା ପ୍ରକୃତରେ ସେମିତି ଗୋଟେ ବଡ ଡିଲ୍ ହେଇଛି ନା କ'ଣ କାରଣ ଥାଇପାରେ? ବଡ ଡିଲ୍ଟା ଯଦି କହିବେ ଆପଣ, ବଡ ଡିଲ୍ କ'ଣ? ବିଜେପିର 1 ପଏଣ୍ଟ ପ୍ରୋଗ୍ରାମ ବର୍ତ୍ତମାନ ରାଜ୍ୟସଭାରେ ଦଳର ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଆଣିବା ଦରକାର। କାରଣ ପୂର୍ବରୁ ରାଜ୍ୟସଭାରେ ବିଜେଡି ସାହାଯ୍ୟ କରୁଥିଲା, ୱାଇଏସ୍ଆର୍ କଂଗ୍ରେସ ସାହାଯ୍ୟ କରୁଥିଲା, ସେମାନେ ବର୍ତ୍ତମାନ ସାହାଯ୍ୟ କରିବେନି। ବହୁତ ଗୁରୁତ୍ୱପୂର୍ଣ୍ଣ ବିଲ୍ ଅଛି। ଆ ଭିତରେ ବର୍ଷ ରାଜ୍ୟସଭାରେ ଏନ୍ଡିଏର ସଂଖ୍ୟାଗରିଷ୍ଠତା ବା ହେଇଛି ବୋଲି କୁହାଯାଉଛି। ଏଇ ଯୋଉ ହେଲା ଏବେ ବାଇ ଇଲେକ୍ସନ ହେଲା, କିନ୍ତୁ ତଥାପି ମଧ୍ୟ ଏମାନେ ସବୁବେଳେ ଚିନ୍ତିତ ଅଛନ୍ତି ରାଜ୍ୟସଭା ନେଇକି। ଯେଉଁ ରାଜ୍ୟସଭାରେ କେଉଁ ହିସାବରେ ହବ ବିଜେଡି ସାହାଯ୍ୟ କରିବେ, ବିଜେଡି ବର୍ତ୍ତମାନ ବିରୋଧ କରିବ ବୋଲି ନିଷ୍ପତ୍ତି କରିଛି। କ'ଣ ହେଇପାରେ? ଡିଲ୍ଟା ହଉଛି ଏମାନେ ବିଜେପି କି ଆସିଲେ ଦିଟା କଥା ହଉଛି, ବିଜେପିର ତ ସଂଖ୍ୟା ବଢିବ, ପ୍ଲସ୍ ଓଡ଼ିଶାରେ ମଧ୍ୟ ବିଜେଡିକୁ ଗୋଟେ ମେସେଜ ଯିବ, ବିଜେପି ମଧ୍ୟ ମେସେଜ ଯିବ ଏବଂ ବିଜେଡି ଚାପେରେ ତ ରହିବ ଏବଂ ସେମାନେ ରାଜ୍ୟସଭାକୁ ତାଙ୍କର ସେଇ ଜାଗାରେ ତାଙ୍କର ଲୋକ ରାଜ୍ୟସଭାକୁ ନେଇ ଆସିବେ। ଏମାନଙ୍କୁ ଯୋଉ ଚୋରା ଚୋରାରେ ସମ୍ପର୍କ ଥିଲା, ଭିତରିଆ ସମ୍ପର୍କ ରହିଥିଲା, ବର୍ତ୍ତମାନ ଆପଣ ଭାବୁଛନ୍ତି କି ବିଜେପି ସିଧାସଳଖ ଫାଇଟ୍ କରୁଛନ୍ତି ଆଉ ଇଣ୍ଡିଆ ମେଣ୍ଟରେ ନବୀନ ପଟ୍ଟନାୟକ ମିଶିଯିବାର ଯଥେଷ୍ଟ ସମ୍ଭାବନା ରହିଛି? ନା, ଇଣ୍ଡିଆ ମେଣ୍ଟରେ ଅବିଶନ୍ତୁ, କିନ୍ତୁ ସେ ବିରୋଧ କରିବେ ନିଶ୍ଚିତ ଭାବରେ। ସିଏ ବିଜେପି ସରକାରକୁ ବିରୋଧ କରିବେ ବୋଲି ନିଷ୍ପତ୍ତି ଘୋଷଣା କରିଛନ୍ତି। ତାଙ୍କର ସଦସ୍ୟମାନଙ୍କୁ ଜଣେଇ ଦେଇଛନ୍ତି ରାଜ୍ୟସଭା ସଦସ୍ୟଙ୍କୁ, କିନ୍ତୁ ରାଜ୍ୟସଭା ସଦସ୍ୟଙ୍କୁ ଜଣେଇବେ ତାଙ୍କର ଶକ୍ତି ଥିଲେ ତ। ବର୍ତ୍ତମାନ ଆପଣ ବୁଝୁନାହାନ୍ତି କି ବାବୁ ଯେ ନବୀନ ବାବୁ ଯଦି ଇଣ୍ଡିଆ ମେଣ୍ଟରେ ରହି ବିଜେପି ସହିତ ଫାଇଟ୍ କରନ୍ତି ତାହେଲେ ତାଙ୍କ ଦଳ ପାଇଁ କି ଗୋଟେ ଜାତୀୟ ସ୍ତରରେ ଗୋଟେ ମେଣ୍ଟ କାମ କରିବ। ନିଶ୍ଚିତ ଭାବରେ ସେ ଇଣ୍ଡିଆ ଆଲାଏନ୍ସକୁ ଯଦି ଚାଲି ଆସିବେ ତାଙ୍କ ଶକ୍ତି ବଢିବ, ତାଙ୍କ ସାମର୍ଥ୍ୟ ବି ବଢିବ। କିନ୍ତୁ ନବୀନ ବାବୁ ସିଏ ସେପରି ନିଷ୍ପତ୍ତି ନେଇନାହାନ୍ତି। ମୁଁ ବର୍ତ୍ତମାନ କହୁଛି, ଦେଖନ୍ତୁ ଯଦି ମମତା ମହାନ୍ତ ହୁଅନ୍ତୁ, ବର୍ତ୍ତମାନ ସୁଜିତ କୁମାର, ଯଦି ନବୀନ ପଟ୍ଟନାୟକ ଆଜି ନିର୍ବାଚନରେ ନିର୍ବାଚିତ ହେଇକି କ୍ଷମତାରେ ଥାନ୍ତେ ଏମାନଙ୍କର ଦଳ ଛାଡ଼ିଥାନ୍ତେ କି? ଏମାନେ ଦଳ ଛାଡ଼ି ନଥାନ୍ତେ, ଦଳ ତାଙ୍କୁ ପଚାରନ୍ତି ବୋଲି କହିନଥାନ୍ତେ। ବିଜୁ ଜନତା ଦଳ କ୍ଷମତାରେ ନାହିଁ, ଇଣ୍ଡିଆ ମେଣ୍ଟ ଫାଇଟ୍ କରୁଛି ମୋଦିଙ୍କ ସହିତ, ଏନଡିଏ ସହିତ। ନବୀନ ବାବୁ ରାହୁଲ ଗାନ୍ଧୀଙ୍କ ଦ୍ୱାରା ପରିଚାଳିତ ବା କଂଗ୍ରେସ ଦ୍ୱାରା ପରିଚାଳିତ ମେଣ୍ଟରେ ସାମିଲ ହବାର ସମ୍ଭାବନା ଅଛି କି? ସମ୍ଭାବନା ଅଛି, କିନ୍ତୁ ବର୍ତ୍ତମାନ ଅଛି ବୋଲି ସିଧାସଳଖ କହିବା ଠିକ ହବନି। ଆପଣଙ୍କୁ ଅପେକ୍ଷା କରିବାକୁ ପଡିବ, କିନ୍ତୁ ଧୀରେ ଧୀରେ, କାରଣ ସେ ଯୋଉ ପୋଜିସନରେ ଥିଲେ, ଯୋଉ ପୋଜିସନ ଆଜି ପର୍ଯ୍ୟନ୍ତ ନେଇଛନ୍ତି, ସେଥିରେ ହଠାତ୍ କଂଗ୍ରେସ ସାଙ୍ଗରେ ଏକଥା ସେ ହଠାତ୍ କରିବେ ନାହିଁ। ଆପଣ 2027 ବେଳକୁ ଓଡ଼ିଶାରେ ସ୍ଥିତି ସ୍ପଷ୍ଟ ହବ,
କିନ୍ତୁ ପାର୍ଲାମେଣ୍ଟର ଲୋକସଭାରେ ଆଙ୍କର ନାହାନ୍ତି। 27 ବେଳକୁ କଣ ହେଇଥିବ ବୋଲି ଆପଣ ଭାବୁଛନ୍ତି? ଯେ କଂଗ୍ରେସ ସହିତ ଯୋଉ ସମଝୋତା ବଢିବ ଏବଂ ଆପଣ ଯଦି ବିଧାନସଭାକୁ ଦେଖୁଥିବେ, ଆପଣ ବିଧାନସଭାକୁ ଲକ୍ଷ୍ୟ କରି ଜାଣିପାରିବେ ବିଜେଡି ଆଉ କଂଗ୍ରେସ ବିଧାନ ଭିତରେ ଗୋଟେ ଭଲ ସମ୍ପର୍କ ଆପଣ ବିଧାନସଭା ଦେଖିପାରୁଛନ୍ତି। ତ ଲଢେଇ ବିଜେପି ସହିତ ହବ, କଂଗ୍ରେସ ଆଉ ବିଜେଡି ଗୋଟିଏ ପଟରେ ରହିବେ। ସେଇ ସିଚୁଏସନ ବିଧାନସଭାରେ ହଉଛି। ଆପଣ ଦେଖନ୍ତୁ ବିଧାନସଭାରେ ଯେତେ ଗୁଡିଏ ପ୍ରଶ୍ନ ଆସୁଛି, ଏଇଟା ଶକ୍ତିଶାଳୀ ବିରୋଧୀ ଦଳ। ଆପଣ ଯିଏ ଯାହା କହୁଛନ୍ତି ବିଧାନସଭାରେ ଗୋଟେ ଶକ୍ତିଶାଳୀ ବିରୋଧୀ ଦଳ ବିଜେଡି ଆଉ କଂଗ୍ରେସ ମିଶିଲା ବେଳକୁ ବହୁତ ଶକ୍ତିଶାଳୀ ବିରୋଧୀ ଦଳ। ବିଜେପି ସରକାର ଆସିଛି ସତ, କିନ୍ତୁ ବିଧାନସଭାରେ ସଂଖ୍ୟା 78 ମାତ୍ର। ତ ଆପଣ ଭାବୁଛନ୍ତି କି ଯଦି ଇଣ୍ଡିଆ ମେଣ୍ଟରେ ମିଶେ ବିଜୁ ଜନତା ଦଳ, ତାହେଲେ ଇଡି ସିବିଆଇ ଇତ୍ୟାଦି ଯୋଉ ଏଜେନ୍ସି ଅଛନ୍ତି, ଯାଞ୍ଚ ଏଜେନ୍ସି, ଏମାନେ ଓଡିଶାରେ ସକ୍ରିୟ ହେବେ, ପୁରୁଣା ଫାଇଲ କୁ ଘାଣ୍ଟିବେ? ଆଜ୍ଞା ପୁରୁଣା ଫାଇଲକୁ ଏବେ କଣ ଘାଣ୍ଟିବେନି କି? ପୁରୁଣା ଫାଇଲ ମନେ ରଖିଥାନ୍ତୁ, ଯେତିକି ଆପଣ ସୁପ୍ରିମକୋର୍ଟ କେତେ ଘଟଣାରେ ଯେଭଳି ଭାବରେ ମନ୍ତବ୍ୟ ଦେଇଛି, ପିଏମଏଲ ଘଟଣାରେ ଏବଂ ସିବିଆଇ ସଂକ୍ରାନ୍ତରେ, ଆପଣ ଭାବୁନାହାନ୍ତି ଯଦି ନରେନ୍ଦ୍ର ମୋଦୀଙ୍କ ସରକାରଟା ଜାତୀୟ ସ୍ତରରେ ଯେମିତି ଗଲା ଇଲେକ୍ସନ ପରେ ଟିକେ ହେଇଛି, ସୁପ୍ରିମକୋର୍ଟ କଥା ପରେ ହେଇଛି, ଆହୁରି ଦୁର୍ବଳ ହୁଏ, ଏଇ 4ଟା ରାଜ୍ୟ ବିଧାନସଭା ନିର୍ବାଚନ ହଉଛି, ଯଦି ଦଳ ପରାଜିତ ହୁଏ, ଆପଣ ଭାବୁଛନ୍ତି ସେଇ ଶକ୍ତି ରହିବ? ଯୋଉ ଶକ୍ତି ବଳରେ ସିଏ ଅନ୍ୟ ବିରୋଧୀ ମାନଙ୍କୁ ସିବିଆଇ ଇଡି ଦେଖେଇ ଧମକ ଦେଇପାରିବେ? ସେ ଶକ୍ତି କମିଯିବ ନା। ଆଇନ ଅନୁସାରେ ଯାହା ଭାଗ କଥା ହବ। ନବୀନ ବାବୁ ଇଣ୍ଡିଆ ମେଣ୍ଟରେ ଯୋଗଦେବା ନେଇ ସଂକୋଚ କାହିଁକି ପ୍ରକାଶ କରୁଛନ୍ତି? ବିଜୁ ଜନତା ଦଳ ହଠାତ୍ କାହିଁକି ବିଜେପି ବିରୋଧୀ ମେଣ୍ଟରେ ସାମିଲ ହେଇପାରୁନି? ଆ ପଛରେ କାରଣ କଣ ଥାଇପାରେ? ନାଇଁ ସେମାନେ ପୂର୍ବରୁ ଯୋଉ ଷ୍ଟାଣ୍ଡ ନେଇକି ଆସିଛନ୍ତି, ଏଇଟାକୁ ଗୋଟେ ଧରି ଆସିଛନ୍ତି ଆଣ୍ଟି କଂଗ୍ରେସ ପାର୍ଟି ହିସାବରେ, ସେଇ ହିସାବରେ ଗୋଟେ ଷ୍ଟାଣ୍ଡ ପୂର୍ବରୁ ଅଛି। ଇଏ ଯିବେ, ମୁଁ କହିଲି ଯିବା ନିଶ୍ଚିତ। ଆପଣ ବିଧାନସଭାରେ ସେ କଥା ହେଲାଣି, ପାର୍ଲାମେଣ୍ଟରେ ମଧ୍ୟ ସେ କଥା ହଉଛି। ପାର୍ଲାମେଣ୍ଟରେ ମାନେ ମୋର କ୍ଲୋଜର ଟୁ ଦି ଅପୋଜିସନ ବିଜେଡି, ଏଇଟା ମଧ୍ୟ ହେଇଛି। କିନ୍ତୁ ବିଜେଡି କି ଜାତୀୟ ସ୍ତରରେ ମଧ୍ୟ ସବୁ ଦଳ ସେଇ ଭାବରେ ବିଶ୍ୱାସ କରିପାରି ନାହାନ୍ତି। ବିଜେଡିର ଯୋଉ ଭୂମିକା, ଅତୀତ ଭୂମିକା ପାଇଁ ବିଜେଡିରେ ଆପଣ ଦେଖନ୍ତୁ ଇଣ୍ଡିଆ ମେଣ୍ଟର ଅନ୍ୟ ଦଳ ମାନଙ୍କର ନେତା ମାନଙ୍କର ବିଜେଡି ପ୍ରତି ସେଇ ଭରସା ନାହିଁ ଏବେ ମଧ୍ୟ। ତେଣୁ ବର୍ଷେ 2 ବର୍ଷ ଲାଗିବ ଏବଂ ଓଡ଼ିଶା ବିଧାନସଭାରୁ ସେ ପର୍ବ ଆରମ୍ଭ ହେଇଛି, ଚାଲିବ। ପାର୍ଲାମେଣ୍ଟ ମଧ୍ୟ ମାନଙ୍କ ଭୂମିକା ତ ପୁରା ବିରୋଧୀ ଭୂମିକାରେ ଆସୁଛନ୍ତି। ଆପଣ ଦେଖିବେ ନୂଆ ପରିବେଶ ସମାଜ ବା ନୂଆ ପରିବେଶ ସମ୍ପୂର୍ଣ୍ଣ ଭାବରେ ଏ 26-27 ବେଳକୁ ଆପଣ ଦୃଷ୍ଟିକି ପଡ଼ିବ। ତ ଆପଣ ଭାବୁଛନ୍ତି କି ଯୋଉ 7 ଜଣ ଏମ୍ପି ରହିଲେ ବର୍ତ୍ତମାନ ବିଜୁ ଜନତା ଦଳ ପାଖରେ ରାଜ୍ୟସଭାରେ, ଏ 7 ଜଣ ଏମ୍ପିଙ୍କ ଭିତରୁ ଆଉ କିଛି ଭାରତୀୟ ଜନତା ପାର୍ଟିରେ ଯୋଗ ଦେବାର ସମ୍ଭାବନା ରହିଛି? ମୁଁ ତ ଭାବୁଛି ଆଉ ଜଣେ 2 ଜଣ ଯୋଗ ଦେବେ। କାହିଁକି ଦେଖନ୍ତୁ, ଏ ପରା କ୍ଷମତା ଆଧାରିତ ବ୍ୟବସ୍ଥାରେ ଯୋଉମାନେ ଆସିଥିଲେ, ତାଙ୍କର ଦଳର ନୀତି ଆଦର୍ଶ ସହିତ କୌଣସି ସମ୍ପର୍କ ନାହିଁ। ତାର ବର୍ତ୍ତମାନ ଯେମିତି ଆପଣ କହିଲେ, ବିଜୁ ଜନତା ଦଳର ନୀତି ଆଉ ଆଦର୍ଶଟାକୁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ କରିପାରି ନାହିଁ। ବର୍ତ୍ତମାନ କୋଉ ବାଗରେ ଯିବେ ସିଏ, ତାଙ୍କ ଲକ୍ଷ୍ୟ କ'ଣ, ଆଦର୍ଶ କ'ଣ? ବର୍ତ୍ତମାନ ବିଜେପି ସରକାର, ରାଜ୍ୟ ସରକାରଙ୍କର ଫେଲୁଅର ଗୁଡାକୁ ସେ ଏକ୍ସପୋଜ କରିବେ ବା କରୁଛନ୍ତି, ସେତିକି କରିବ। କିନ୍ତୁ ଦଳର ଗୋଟେ ରିଜନାଲ ପାର୍ଟିର ଖାଲି ତ ଗୋଟେ ପ୍ରତ୍ୟେକ ରିଜନାଲ ପାର୍ଟି ଇଲେକ୍ସନ ହାରୁଛି ଜିତୁଛି, କିନ୍ତୁ ତାଙ୍କର ଯୋଉମାନଙ୍କର ନିର୍ଦ୍ଦିଷ୍ଟ ନୀତି ଆଦର୍ଶ କାର୍ଯ୍ୟକ୍ରମ ରହିଛି, ତାଙ୍କର କିଛି ଅସୁବିଧା ହଉନି। ବିଜୁ ଜନତା ଦଳ ସେଇଟା ପ୍ରଥମ 10-12 ବର୍ଷ ଯାହା ଥିଲା, ଗଲା କେତେ ବର୍ଷ ସମ୍ପୂର୍ଣ୍ଣ ଭାବରେ ଗୋଟେ କ୍ଷମତା ଆଧାରିତ ଦଳ ଭାବରେ ୟାର ସମ୍ପ୍ରସାରଣ କରୁଥିଲା। କ୍ଷମତା ଚାଲିଗଲା ପରେ ଦଳଟାକୁ କିପରି ରଖିବ ସେଇଟାକୁ ଚିନ୍ତା କରିବାକୁ ପଡିବ। ତା ନବୀନ ପଟ୍ଟନାୟକଙ୍କର ଯୋଉ ନିୟନ୍ତ୍ରଣ ଦଳ ଉପରେ ଥିଲା, ସେଇ ନିୟନ୍ତ୍ରଣ କ୍ଷମତାରୁ ଗଲା ପରେ ତାଙ୍କର ରହିବ କି? ସେଇଟା ସନ୍ଦେହ ରହିବ କି କ୍ଷମତାରୁ ଗଲା ପରେ? ନିଶ୍ଚିତ କମିବ। ନହେଲେ ଆଜି ମମତା ମହନ୍ତ ଇସ୍ତଫା ଦେଇନଥାନ୍ତେ, ଆଜି ସୁଜିତ କୁମାର ଇସ୍ତଫା ଦେଇନଥାନ୍ତେ। ଯଦି ନବୀନ ପଟ୍ଟନାୟକ ନିର୍ବାଚିତ ହେଇକି ମୁଖ୍ୟମନ୍ତ୍ରୀ ଥାନ୍ତେ, ଏମାନଙ୍କ ଇସ୍ତଫା ଦେଇଥାନ୍ତେ? ତ ରବି ବାବୁ, ଆପଣ ଭାବୁଛନ୍ତି ବିଧାୟକ ମାନଙ୍କ କ୍ଷେତ୍ରରେ ଏଇ ସମାନ ବାଟରେ ଏମାନେ କିଛି ବିଜୁ ଜନତା ଦଳ ନେଇପାରନ୍ତି କି? ବର୍ତ୍ତମାନ ସେଭଳି କୌଣସି ଉଦ୍ୟମ ନାହିଁ ବା କୌଣସି ବ୍ୟବସ୍ଥା ମୁଁ ଦେଖୁନି। କାରଣ ବ୍ୟବସ୍ଥା ଭିତରେ ଆପଣ ଲକ୍ଷ୍ୟ କରିଥିବେ, ରାଜ୍ୟରେ ଏପରି ଗୋଟେ ମାହୋଲ ସୃଷ୍ଟି ହେଇନି। ରାଜ୍ୟରେ କୌଣସି ଗୋଟେ ମାହୋଲ ସୃଷ୍ଟି ହେଇନି। ହେଇପାରେ ବିଜେଡି କ୍ଷମତାଚ୍ୟୁତ ହେଇଛି, ବିଜେପି କ୍ଷମତାକୁ ଆସିଛି, କିନ୍ତୁ ରାଜ୍ୟରେ ଗୋଟେ ମାହୋଲ ଏ ନୂଆ ସରକାର ପାଇଁ ତ ସେଭଳି ଭାବରେ ମାହୋଲ ସୃଷ୍ଟି ହେଇନା। ହେଲାଣି କି?
ହେଲେ ଯେତେ ଲୋକ ଭାବିବେ ଯେ ନାଇଁ ହେଲାଣି ଏ ସରକାର ହେଇଗଲାଣି ଆରଥରକୁ ବି ଆସିବେ ସେଇ ଭାବନା ଓଡ଼ିଶାରେ ଆସିନି ବର୍ତ୍ତମାନ। 4-6 ମାସ ପରେ ମୁଁ କହିଲି କାହିଁ 2027 ଟାକୁ ମୁଁ ଟର୍ଣ୍ଣିଂ ପଏଣ୍ଟ ଭାବରେ ଦେଖୁଛି ପଞ୍ଚାୟତ ଇଲେକ୍ସନ ହବ। 27 ମସିହା ବେଳକୁ ଆପଣ ଭାବୁଛନ୍ତି ଆହୁରି ଚିତ୍ର ସ୍ପଷ୍ଟ ହେଇଯିବ?